উত্তর দিলার কোন কহিলা চেতি নগর নভ চন্দ্রমা কোন চেতি রাজ্যটা যদি নভ বলে উঠে আকাশে হইয়ায় আকাশ এই চেতি রাজ্য রূপক নভস্বী অট্টালিকারে চন্দ্রমা লাগিয়ে চেতি রাজ্য কুমার চেতি রাজা দমঘোষ পুଅ ଶିଶୁପାଳ প্রত্যেক গুণরে গুণিয়া কেবল সেতিকি নୁହେଁ অর্থদানে কামধেনু বিধাতা যা ললাটରେ লেখিদেଇଛି ତୁ ଦରିଦ୍ର ହେଇଯା মনে পড়ুছি নৈষধীয় চরিত্র হরিহর্ষঙ্কর গোটিয়ে শ্লোক মনে পড়ুছি ভয়াঙ্গা দরিদ্র ভবিষ্যতি মেধসী লিপি ললাটের ধীজলাস্য জাগৃতি চক্র নিভৃত করা প্রভাব দরিদ্র হইল এ রাজা পুଅ ଶିଶୁପାଳ ଏତିକି ଧନ ସମ୍ପତ୍ତି ଏତିକି ଅର୍ଥ ଦାନ ଦେଇଦିଏ ସେ ଦରିଦ୍ର ରହେ ବିଧାତା ଲେଖିଥିବା ଦରିଦ୍ର ଗାଁଟା କୁଆଡେ ଲିଭିଯାଏ ପୁଣି ପିଲ ଜଘନି କୂଳର ମିଲ କେତ ସେ କଣ ପିଲ ଜଘନି ମୃଗନୟନା ବୋଲେ ଯୁବତୀ ନାରୀ ସୁନ୍ଦରୀ ମାନଙ୍କ ଆଗରେ ଏ ରାଜା ପୁଅଟା ବାପା ଲୋ ମିଲ କେତନ ବୋଲେ କନ୍ଦର୍ପ ସଦୃଶ ইয়া ধন গারিমা আমি জানি আচ্ছা ইয়ার রূপর গারিমা জানি ইয়া গুণর চাতুর্য জানিলে ইয়া বড় কেতে না অসি যেবে অসি ধরই অসি যেবে অসি ধরই অসি বলে খড়গ বা খন্ডা যদি হাতের দিকে টাইট করিকি ধরদো যাও মৃত্যু দেব বলি মৃত্যু দেব ডরই সেকে মৃত্যু দেব বলে জম বাপা গা এড়ে টাণুয়া টোকা যদি হাতের ঘোড়াটা ধরিব তাহলে ইয়াকু জম বি ভয় করিব বাপ রূপণ বর্ণনা করুছি শিশু উপায় হয়ে রাজা ভীষ্ম পুଅର ଯେତେବେଳେ ଏକ ଚିଠି ମୋ ଭଉଣୀ ବାହା ହଉ ଏକା ଶିଶୁପାଳ କି କର୍ତ୍ତବ୍ୟ ବିମୂଢ଼ରେ ରାଜା ପୁଅ ହାତରେ ଦାୟିତ୍ୱକୁ ଅର୍ପଣ କରିଦେଲେ ଘରର ବଡ ପୁଅ ତମେ ବିଚାର ତମା ହାତରେ ବୋଲେ ଆଉ କଣ ଅଛି ମୋର ତ ବଳ ଗଲା ମୋର ତ ବେଳ ଗଲା ଆଉ ଏ ଦାୟିତ୍ୱ ମୁଁ ସମ୍ଭାଳି ପାରିବିନି ହୁଏତ ଏ ଦାୟିତ୍ୱ ମୋ ପୁଅକୁ ଦିଆଯାଉ ଚିଠିଟିଏ କହିଲେ ଲେଖିକି ଡକେଇ ଦିଅ ରାଜା ପୁଅ ଶିଶୁପାଳ ବଢିଆ କଥା ଲେଖାଗଲା ଚିଠି ଆଜ୍ଞା କଣ ଚିଠି ଲେଖିଲେ କଲା କୁଣ୍ଡିର ନଗର କ୍ଷୀର
ଚିଠି ନେଇକି ଯାଉଛି। ପହଞ୍ଚି ଯାଇଛି ଦମଘୋଷ ରାଜ୍ୟରେ। ମା ରୁକ୍ମିଣୀର ଚିତ୍ରପଟଟିଏ ତିଆରି ହେଇଛି। ବଡ ପାତ୍ର ଶିଶୁପାଳ ବାହାକୁ ଯାଇଛି ଚିତ୍ରପଟ ଅନେଇଗଲା। ହେଲା ବୋପାଲ ସୁନ୍ଦରୀ ନାଇଁ ତମ ବ୍ଲକରେ ରହିବ ଫାର୍ମରେ ରହିବ। ଅନେଇଗଲା କେମିତି ଅନୁଛି ଦେଖୁ ତା ରୂପଟା ଛେଚୁଛି। ୟା ରୂପଟା କେମିତି ମନେ ମନେ ଅନେଇଲା ବେଳେ ଅଖିରି ଏ ଚଣ୍ଡାଳା ଆଖି ବୁଝି ଦଉଛି। ମନେ ମନେ ଭାବୁଛି ଝିଅ ପିଲା ଚିତ୍ରପଟ ରୁକ୍ମିଣୀ ଚିତ୍ରପଟ ଏ ବୋଧେ ମତେ ଆଖି ଅନେଇ ଦଉଛି। ଏଇଠି ଗୋଟେ ଆଲବମରେ ଗୀତ ବାଜୁଥିଲା। କଣ ଗୋଟେ ଗୀତ ମୋର ମନେ ନାହିଁ। ଗାଡିଟେ କଣ ମୁଁ ଶୁଣୁଥିଲି। ମୋ ଗାଡି ଭିତରେ ଡ୍ରାଇଭର ବଜଉଥିଲା ଆଖିରେ ହାଣି ଦଉଛ। ଅନେଇଗଲା ଆଖିରେ ନା ଶିଶୁପାଳ। ହାତ ଥରି ଯାଉଛି ସିଆଡାଡ ହଉଛି। ଫଟୋଟା ଖସି ଯାଉଛି ଉଡି ଉଡି ଯାଉଛି। ଇଏ ମନେ ମନେ ଭାବୁଛି ବୋଧେ ଏ ସୁନ୍ଦରୀ ମତେ ଅବହେଳା କରି ଚାଲି ଚାଲି ଯାଉଛି। ବାବାରେ ନାୟକାନୁଭୂତି ଇଏ ପ୍ରେୟସ ବୋଲେ ପ୍ରେମିକାନୁଭାବ ଚିନ୍ତା ଜାଗ୍ରତ ହେଇଛି। ମନେ ମନେ ରାଜପୁତ୍ର ଶିଶୁପାଳ ଡାକୁଛି। ଜୀବନା ଚୁମ୍ବନାରେ ଜାଣିଛୁ ସତେ ଇଏ ଚମ୍ପକ ବରଣରେ ଯାଉଛୁ ସତେ
ରାଜପୁତ୍ର ଶିଶୁପାଳ ଦର୍ଶନ କରିଛି ମାର ଚିତ୍ରପଟୁ ଏପଟେ ପୁଅର ଭାବାବେଗକୁ ଲକ୍ଷ୍ୟ କରିଦେଲେ କହିଲେ ଝିଅ ପିଲାଟା ଉପରେ ମୋ ପୁଅର ମନ ଖୁସି ଅଛି କିଏ ଅର୍ଥରେ ଶୀଘ୍ର ବାହାର ଆମେ ମାନେ ଯିବା ବିଦର୍ଭ ରାଜ୍ୟକୁ ରାଜା ସେ ବିଦର୍ଭ ରାଜା ଭୀଷ୍ମକଙ୍କର କନ୍ୟା ରୁକ୍ମିଣୀକି ବୋହୂ କରିକି ଆଣିବା ଯଦୁମଣି ମହାପାତ୍ର ଆଉ ଧାରି ଏକ ରଙ୍ଗ କଲେ କଣ କହିଲେ 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 ଯାହାକୁ ଯାହା ଦେବାକୁ ବସୁଧା ଏହି ମୋର ଗାରେ ବନ୍ଦୀ ସତ୍ୟ ସଞ୍ଜେରା କରିବାରୁ କରିବାରୁ ଇଏ ଝପଟ ଧୂଳି ମହି ରାଜକନ୍ୟା ରୁକ୍ମିଣୀ ଏପଟେ ବୁଲୁଛି ଏପଟେ ବର ବେଶରେ ଶିଶୁପାଳ ଆସି ବସିଛି ଆପଣ ମାନଙ୍କର ବିଦର୍ଭ ରାଜ୍ୟରେ ବାବା ସଜନୀ କଣ ହବ କୃଷ୍ଣ ବିନାକୁ ବଞ୍ଚିବିନି ସଜନୀ ବାବା ଦେଶବାସୀ ହେଇକି ଆସିକି ବସିଲି ଝିଅ ବାହା ହେଇକି ଆମେ 2 ଜଣ ଯାକ ନବା କଣ ସର୍ବଦା ଆଣନ୍ଦେ ସର୍ବତ ଏତେ ବାଟ ଆଇଲି ଧାଇଁ ଆଇବନି ତୁ ଡାଇବେଟିସ୍ ପେସେଣ୍ଟ ତୋର ଲୁଣିଆ ସମ୍ପର୍କ ଦରକାର ଚାହୁଁ ତୋତେ ବସା କରିଦେଇକି ମୋର ଯୋଉ ବାହାଘର ହଉଛି ସେଠି ତା ସାନ ଭଉଣୀ ଅଛି ମୋ ଶାଳୀ ଶାଳୀ ନଥିଲେ କେତେ କଣ ହବ ଶାଳୀ ନଥିଲେ ତୋର ତ ଆଉ କିଛି କାମ ନାହିଁ ଶାଳୀ ନଥିଲେ ତୋର ଶାଳୀ ଡେଇବାରି ମନ ନାଇଁ ନିର୍ଲଜ ବସ ଶୁଣ ଶୁଣ ଅତଏବ ଆପଣ ମାନଙ୍କର ରାଜକନ୍ୟା ରୁକ୍ମିଣୀ କଲା କୃଷ୍ଣ ବିନା ମୁଁ ବଞ୍ଚି ପାରିବିନି ଇଏ ଭାସି ଯିବ ଭାସି ଦାସିଏ ହେଲେ ଭାସି ଏ ଚିନ୍ତା ରାଶି ନାସିବ କେ माननीय मुख्यमंत्री आउ 2 मिनट मध्य आम गण पहुँचे तेणु आपण को
ଅନେକ ଅନେକ ଧନ୍ୟବାଦ ସହିତ ଏଇଠାରେ ଆପଣଙ୍କର କାର୍ଯ୍ୟକ୍ରମକୁ ବିରତି ଦେବା ପାଇଁ ଅନୁରୋଧ କରୁଛି। ଯାହା ପରିଷଦର ମାଧ୍ୟମରେ ଆଉ ତାରିଣୀପାଲ ଅନୁଷ୍ଠାନର ମାଧ୍ୟମରେ ଯତ୍ କିଞ୍ଚିତ ସମୟ ସେବା କରିବାର ଯୋଉ ସୁଯୋଗ ମୋତେ ଦିଆଗଲା, ଆଜ୍ଞା ଆଜ୍ଞା ନିଜକୁ ନିଜକୁ ଗୌରବାନ୍ୱିତ ମନେ କରିବା ସଙ୍ଗେ ସଙ୍ଗେ ଆଚ୍ଛା ଏହା ହୁଏତ ମୋ ଭାଗ୍ୟର ଏକ ପରମ ସୌଭାଗ୍ୟ କହିଲେ ବି ଅତ୍ୟୁକ୍ତି ହବ ନାହିଁ। ଆଚ୍ଛା ଏଇଠି ଆମେ ବାରିକୁ ବିଶ୍ରାମ ଦେବା ପାଇଁ ବାଧ୍ୟ, ହଁ ଆଉ ତ ଆଗକୁ ଯିବା ପାଇଁ ରାସ୍ତା ନାହିଁ। ନାହିଁ ବୋଲ ନିରଞ୍ଜନ କ୍ଷଣ ମହାବାହୁ, ବାହୁ ବୋଲ ନିରଞ୍ଜନ ସିଂହ ଶରଣ ରକ୍ଷଣ ମହା ବାହୁ আনন্দ সাগরে পীর দরবারে, আনন্দ সাগরে পীর দরবারে সর্বে হরিবোল করতারি হো হরি ও